ସାଙ୍ଗମାନେ ଆପଣମାନଙ୍କର ବଡି ପେନ୍‌ର ସମସ୍ୟା ରହିଛି କି? ଯେପରି ଭାବରେ କହୁଣି, ଅଣ୍ଟା, ହାତ ହଉ କିମ୍ବା ଆପଣମାନଙ୍କର ଗୁଇଁଠି ହଉ, ଯେକୌଣସି ଜଏଣ୍ଟ ପେନ୍ ଗୁଡ଼ାକ ଯଦି ଆପଣମାନଙ୍କର ପେନ୍ ହେଉଛି, ଅଧିକ କଷ୍ଟ ଯନ୍ତ୍ରଣା ଅନୁଭବ କରୁଛନ୍ତି, ତାହେଲେ ଆଜିର ଭିଡ଼ିଓ ଦେଖନ୍ତୁ। ମୁଁ ଘରୋଇ ଉପାୟରେ ବହୁତ ସୁନ୍ଦର ଟିପ୍ସଟେ ସେୟାର କରିବି, ଯାହାଦ୍ୱାରା ଆପଣମାନେ ଘରେ ବସିକି ଆପଣମାନଙ୍କର ହାଲକା ଫୁଲକା ଯେତେ ବି ପେନ୍ ହେଉଛି, ଆପଣମାନଙ୍କର ଜଏଣ୍ଟ ପେନ୍ ତାକୁ ରିଲିଫ୍ କରିପାରିବେ। ତ କିପରି ଭାବରେ ଦେଖନ୍ତୁ, ପ୍ରଥମେ ଗୋଟେ ଅଦା ନେଇଯିବେ, ତାକୁ ପରିଷ୍କାର କରିକି ଭଲରେ ସଫା କରିନେବେ। ଅଦାଟା ଯେହେତୁ ମାଟିରେ ହୁଏ, ସମସ୍ତେ ଜାଣିଥିବେ ତ ସେଇଟା ବାଲି ଫାଲି ଲାଗିଥାଏ, ତ ସେଥିପାଇଁ ମାଟି ବି ଲାଗିଥିବ, ତ ସେଥିପାଇଁ ଆପଣମାନେ ଭଲ ଭାବରେ ଧୋଇ ନେବେ। ଧୋଇ ସାରିକି ତାର ଚୋପାକୁ କାଢ଼ି ନେବେ। ଚୋପାକୁ କାଢ଼ି ସାରିଲା ପରେ ପୁଣି ଆଉଥରେ ଭଲ ଭାବରେ ଧୋଇ ନେବେ। ଏଇଠି ପାଖାପାଖି 1 ଇଞ୍ଚରୁ 1.5 ଇଞ୍ଚ ପାଖାପାଖି ଆପଣମାନଙ୍କୁ ଅଦା ଲାଗିବ। ଆଉ ସେଇଟା ଆପଣଙ୍କ ଉପରେ ଡିପେଣ୍ଡ କରେ, ଆପଣମାନେ କେତେ ଜାଗାରେ ମାଲିସ କରିବେ, ତ ସେହି ହିସାବରେ ଆପଣମାନେ ଅଦାର କ୍ୱାଣ୍ଟିଟି ଅଧିକା କରିପାରିବେ। ତ ଏଇଠି 1-1.5 ଇଞ୍ଚ ପାଖାପାଖି ଆପଣମାନେ ଅଦାକୁ ନେଇଯିବେ। ଆଉ ଏଠି ମୁଁ ଚୋପା ଛଡ଼େଇ ସାରିଲି। ଚୋପା ଛଡ଼େଇକି ଆଉଥରେ ଭଲ ଭାବରେ ଯାଉଛି, ମୁଁ ୟାକୁ ଭଲରେ ପାଣିରେ ସଫା କରିକି ଦେଖାଉଛି ଆପଣମାନଙ୍କୁ। ତ ଏଇଠି ଦେଖନ୍ତୁ, ମୁଁ ପାଣିରେ ସଫା କରି ନେଇ ଆସିଲି। ତ ଏବେ ଆପଣମାନେ କ'ଣ କରିବେ, ୟାକୁ ଛୋଟ ଛୋଟ ପିସ୍‌ରେ କାଟି ନେବେ। ତ ସାଙ୍ଗମାନେ, ଆପଣମାନଙ୍କୁ ଅଦାର ଯେତେ ସବୁ ରସ ଅଛି ତାକୁ କାଢ଼ିବାକୁ ପଡ଼ିବ। ତ ସେଥିପାଇଁ ଆପଣମାନଙ୍କୁ ଯେମିତି ବି ହଉ, ଶିଳରେ ହଉ କିମ୍ବା ଗ୍ରାଇଣ୍ଡିଙ୍ଗ ଜାର୍‌ରେ ହଉ, ଏତିକି ଛୋଟ ଜିନିଷ ତ ଗ୍ରାଇଣ୍ଡିଙ୍ଗ ଜାର୍‌ରେ ଲାଗିବନି, ଆପଣମାନେ କୁଟଣ ସାହାଯ୍ୟରେ କୁଟି ନେବେ। କୁଟିକି ଆପଣମାନେ ତାର ରସଟା ବାହାର କରିପାରିବେ। ଏଇଠି ଦେଖନ୍ତୁ, ମୁଁ ଗୋଟେ କୁଟଣ ନେଇ ଆସିଲି, ତାକୁ ଦେଇକି ତ ଏଇଠି ଦେଖନ୍ତୁ ସାଙ୍ଗମାନେ, ମୁଁ ଅଦାକୁ ଗୋଟେ ଛୋଟ ଛେଚାରେ ଦେଇଦେଲି। ତାକୁ ଭଲ ଭାବରେ ଛେଚି ନେବି। ଛେଚିକି ତାର ଯାହା ସବୁ ରସ ଥିବ ବାହାର କରିନେବେ। ତ ଏଠି ଦେଖନ୍ତୁ, ମୁଁ ଭଲ ଭାବରେ ଛେଞ୍ଚି ନେଲି। ଛେଞ୍ଚି ସାରିଲା ପରେ ଗୋଟେ ଛୋଟ ଗିନାଟା ନେଇ ଆସିବେ। ଆପଣମାନେ କପଡ଼ା ସାହାଯ୍ୟରେ ହଉ କିମ୍ବା ଏମିତି କପଡ଼ା ଦେଇକି ଚିପୁଡ଼ିଲେ ହେବ, ନହେଲେ ଆପଣମାନେ ହାତ ସାହାଯ୍ୟରେ ଏମିତି ଆଣିକି ତାର ଅଦାର ଯେତେ ସବୁ ରସ ଅଛି ସବୁ ବାହାର କରିନେବେ। ତ ଏଠି ଦେଖନ୍ତୁ, ମୁଁ ଚିପୁଡ଼ି ନେଲି। ଦେଇକି ତାକୁ ଭଲ ଭାବରେ ତାର ଚିପୁଡ଼ିଲା ପରେ ରସଟା ବାହାର କରିନେଲି। ଏଠି ଦେଖିପାରୁଥିବେ, ଏଠି 1 ଚାମଚ ବଡ଼ ଚାମଚରେ 1 ଚାମଚ ପାଖାପାଖି ଅଦାର ରସ ରହିଲା। କ୍ୱାଣ୍ଟିଟି ମନେ ରଖନ୍ତୁ। ଯଦି ଇଞ୍ଚ ହିସାବରେ ଅଦା କେତେ ଇଞ୍ଚ ନେବେ ଜାଣିପାରିବେନି, ମାନେ ଖଣ୍ଡ ହିସାବରେ, ତ ଆପଣମାନେ 1 ଚାମଚ ଅଦା ରସ ନେବେ। ସେଥିରେ ଅଧା ଚାମଚ ହଳଦୀ ପାଉଡ଼ର ଦେବେ। ତା ସହିତ ହାଲକା 2-3 ଡ୍ରପ୍ ପାଖାପାଖି ଲେମ୍ବୁ ଆପଣମାନେ ଦେବେ। ଆଉ ହଳଦୀରେ ଆପଣମାନେ ଜାଣିଥିବେ ଆଣ୍ଟିବ୍ୟାକ୍ଟେରିଆ ଗୁଣ ବହୁତ ଥାଏ। ତାପରେ ଅଦାରେ ଆଣ୍ଟିଅକ୍ସିଡେଣ୍ଟ ଥାଏ, ଯାହା ଆମର ବ୍ଲଡ଼ ସାର୍କୁଲେସନ୍ କରିବାରେ ବହୁତ ସାହାଯ୍ୟ କରେ। ତାପରେ ଆପଣମାନେ ନେବେ, ଏଥିରେ ଦେଖନ୍ତୁ 1 ଚାମଚରୁ ଟିକେ କମ୍ ପାଖାପାଖି, ଅଧା ଚାମଚରୁ ଟିକେ ଅଧିକ ସୋରିଷ ତେଲ ନେବେ। ଜଏଣ୍ଟ ପେନ୍ ଗୁଡ଼ାକ ହୁଏ କ'ଣ କି, ଯଦି ଥଣ୍ଡା ସମସ୍ୟାରୁ ଆପଣମାନଙ୍କର ଜଏଣ୍ଟ ପେନ୍ ହେଉଥିବ ନା, ତ ଆପଣମାନଙ୍କର ସୋରିଷ ତେଲ ବ୍ୟବହାର କଲେ ସେଇଟା ବହୁତ ଭଲ ରିଲିଫ୍ ମିଳେ। ସୋରିଷ ତେଲ ମସାଜ କରେ। ତା ସହିତ ଆପଣମାନେ ଏଠି ଦେବେ 1 ଚାମଚ ଅଟା ହଉ, ବେସନ ହଉ କିମ୍ବା ମଇଦା ବି ହଉ। ତ ସବୁଠୁ ବେଷ୍ଟ ରହିବ ଯଦି ଆପଣଙ୍କ ପାଖରେ ବେସନ ଅଛି, 1 ଚାମଚ ବେସନ ଦିଅନ୍ତୁ। ଭଲ ଭାବରେ ଗୋଳେଇ ଦିଅନ୍ତୁ। ଯେହେତୁ ଏଇଟା ସ୍କିନ୍ ଉପରେ ଆପ୍ଲାଏ କରିବେ, ବେସନଟା ଆପଣଙ୍କର ବିୟୁଟି ଉପରେ ବି ଯିବ ଭାରି, ଯେମିତିକି ଆପଣଙ୍କର ସେଇ ଜାଗା ଗୁଡ଼ାକ ବି ଯେତେ ଅଏଲ୍ ଲଗେଇକି ଯଦି କଳା ପଡ଼ିଯାଏ କିମ୍ବା ଆପଣମାନଙ୍କର ସେଇ ସ୍କିନ୍ ଗୁଡ଼ାକ ଟାଣ ଥାଏ, ସେଇ ସ୍କିନ୍ ଗୁଡ଼ାକ କଳା ପଡ଼ିଯାଇଥାଏ, ତାହେଲେ ତାକୁ ବି ଭଲ ସୌନ୍ଦର୍ଯ୍ୟ ରଖିବ। ଆଉ ଆପଣଙ୍କର ସ୍କିନ୍‌କୁ ବି ଭଲ ଭାବରେ ସପୋର୍ଟ କରିବ। ତ ସେଥିପାଇଁ ଆପଣମାନେ ବେସନ 1 ଚାମଚ ଆଡ଼୍ କରନ୍ତୁ। ଦେଇକି ତାକୁ ଭଲ ଭାବରେ ଗୋଳେଇ ନେବେ। ଗୋଳେଇ ସାରିକି ୟାକୁ ଆପ୍ଲାଏ କରିବେ। କିପରି ଆପ୍ଲାଏ କରିବେ, ଏଇଟା ଆପଣମାନେ ଦେଖନ୍ତୁ। ମୁଁ ଏବେ ଆପଣମାନଙ୍କୁ ଏଇଟା ଗୋଳେଇକି ରଖିଦେଲି। ତ ୟାକୁ ଆପଣମାନେ ରଖିନେବେ ସାଇଡ଼୍‌ରେ। ଚାଲନ୍ତୁ କିପରି ଆପ୍ଲାଏ କରିବା ଦେଖିବା। ଏବେ ଦେଖନ୍ତୁ, ଏଇଠି ଜଏଣ୍ଟ ଗୁଡ଼ାକ ମୁଁ ଦେଖନ୍ତୁ, ଏଇଟା ଟିକେ ହାଲକା ଦରଜ ହେଇକି ଟିକେ ଫୁଲି ଯାଇଛି। ତ ଏଇଠି ମୁଁ ଏଇଟା ଆପ୍ଲାଏ କରିବି। ଆଉ ଥଣ୍ଡା ସମସ୍ୟାରୁ ଏଇସବୁ ଟିକେ ଟିକେ ହୁଏ, ଜଏଣ୍ଟ ପେନ୍ ହଉ କିମ୍ବା ଆପଣମାନଙ୍କର ଜଏଣ୍ଟ ଗୁଡ଼ା ଟିକେ ଟିକେ ଫୁଲା ଫୁଲା ଦେଖାଯିବ, ଭିତରୁ ଟିକେ ପେନ୍ ଅଧିକ ହେବ। ତ ଆଙ୍ଗୁଠି ହଉ କିମ୍ବା କହୁଣି ହଉ କିମ୍ବା ଆପଣମାନଙ୍କର ରିଷ୍ଟ ପାଖରୁ ହଉ, ଯେଉଁଠି ବି ଆପଣମାନଙ୍କର ବଡ଼ିର କିମ୍ବା ଯେକୌଣସି ଜାଗାରେ ଆପଣମାନଙ୍କର ଜଏଣ୍ଟ ପେନ୍ ହେଉଛି କିମ୍ବା ମାଂସପେଶୀ ଦରଜ ହେଇକି ପୀଡ଼ା ହେଉଛି, ତ ସେଇ ଜାଗାରେ ୟାକୁ ଲଗାନ୍ତୁ। କାରଣ ଏଥିରେ ଅଦାର ରସ ପଡ଼ିଛି, ସୋରିଷ ତେଲ ପଡ଼ିଛି, ତା ସହିତ ହଳଦୀ ପଡ଼ିଛି, ଆଉ ତା ସହିତ ଲେମ୍ବୁ ପଡ଼ିଛି, ଆଉ ଆମର ବେସନଟା ପକାଇଛେ ବ୍ୟାଟରଟାକୁ ଟିକେ ବହଳିଆ କରିବା ପାଇଁ। ଚାହିଁଲେ ଆପଣମାନେ ପକାଇବେ, ନହେଲେ ସ୍କିପ୍ କରିପାରିବେ। କିନ୍ତୁ ଯେହେତୁ ସ୍କିନ୍ ଉପରେ ଆପ୍ଲାଏ କରିବେ, ଏଇଟା ବିୟୁଟି ପାଇଁ ବି ଭଲ କାମ କରିବ। ଆପଣଙ୍କ ସ୍କିନ୍‌କୁ ହେଲ୍ଦି କରିବ, ସୁନ୍ଦର କରିବ, ଆପଣଙ୍କ ସ୍କିନ୍‌କୁ ମଏଶ୍ଚରାଇଜ୍ ରଖିବ। ତ ସେଥିପାଇଁ ବେସନ ଏଠି ଆଡ଼୍ କରିଦେବେ। ତ ୟାକୁ ଦେଇକି ଦୁଇ ଆଡ଼ୁ କାମ କରିବ। ତ ସେଥିପାଇଁ ୟାକୁ ମସାଜ ଦେଇକି ହାଲକା ହାଲକା ଏମିତି ଲଗେଇକି ସ୍ମୁଥଲି ଟିକେ ହାଲକା ମସାଜ କରିବେ। କରିକି ଏମିତି 5-10 ମିନିଟ୍ ପର୍ଯ୍ୟନ୍ତ କିମ୍ବା 15 ମିନିଟ୍ ପର୍ଯ୍ୟନ୍ତ ବି ରଖିପାରିବେ। ପୁରା ରିଲିଫ୍ ଆପଣମାନଙ୍କୁ ଲାଗିବ। ଲଗେଇକି ଥରେ ଦେଖନ୍ତୁ। ଗୋଟେ ଗୋଟେ ଜାଗାରେ ଥାଏ ମାଂସପେଶୀର ବ୍ଲଡ଼ ଗୁଡ଼ାକ ଭଲ ଭାବରେ ସାର୍କୁଲେସନ୍ କରେନି, ତ ସେହି ସମୟରେ ଏଠି ଅଦାର ରସ କାମ କରିବ ଭଲ ଭାବରେ। ଆପଣମାନଙ୍କର ବ୍ଲଡ଼ ସାର୍କୁଲେସନ୍ କରିବାରେ ଆଣ୍ଟିବ୍ୟାକ୍ଟେରିଆ ଗୁଣ ଅଛି ହଳଦୀରେ, ଯେଉଁଟାକି ଆପଣଙ୍କର ସ୍କିନ୍ ଯଦି ବି କୌଣସି
ଝାଳ ହେଉ କିମ୍ବା କୌଣସି ଦ୍ୱାରା ଡଷ୍ଟ ଥାଏ ତାହାକୁ ବି ବାହାର କରିବ। ଏଥିରେ ଲେମ୍ବୁ ପଡ଼ିଛି, ଆପଣଙ୍କ ସ୍କିନ୍ରୁ ଯେତେ ବି କଳା ଦାଗ ବାହାର କରିବ। ତ ଆପଣଙ୍କ ସ୍କିନ୍ ପାଇଁ ଦି ଆଡ଼ୁ କାମ କରିବ। ସ୍କିନ୍ ଗୁଡ଼ାକ ଦେଖନ୍ତୁ ଯେଉଁମାନଙ୍କର ଟିକେ ଜଏଣ୍ଟ ମାନେ ଜଏଣ୍ଟ ଥାଏ ସେଇଗୁଡ଼ାକ ପେନ୍ ତ ହୁଏ, ତା ସହିତ ସେଇ ସ୍କିନ୍ଟା ଟିକେ କଳା ଦେଖାଯାଇଥାଏ। ତ ତା ସହିତ ଆପଣମାନେ ବେସନ ପକାଇଛନ୍ତି ଏଥିରେ, ତା ସହିତ ହଳଦୀ, ଆମର ଲେମ୍ବୁ, ଏଇସବୁ ଆପଣଙ୍କର ସ୍କିନ୍ ଉପରେ ବି କାମ କରିବ, ଯେମିତି ସ୍କିନ୍କୁ ଗ୍ଲୋ କରିବାରେ, ଚିକଣ କରିବାରେ, ସ୍କିନ୍କୁ ଆପଣଙ୍କର କଳାପଣ ଦୂରେଇବାରେ। ତ ଏମିତି ଦେଖନ୍ତୁ ଆପଣମାନେ ଏଇଠି ଗୁଇଁଠି ଗୁଡ଼ାକ ବି ଆପଣମାନଙ୍କର ଏମିତି ଜଏଣ୍ଟ ଯେଉଁଗୁଡ଼ାକ ଲଗେଇ ପାରିବେ। ତ ଆପଣମାନେ କେଉଁ ଏରିଆରୁ ମୋ ଭିଡ଼ିଓ ଦେଖୁଛନ୍ତି ପ୍ଲିଜ୍ ମୋତେ କମେଣ୍ଟ ସେକ୍ସନରେ ଜଣାନ୍ତୁ, ଜାଣିଲେ ଖୁସି ଲାଗିବ। ନୂଆ ନୂଆ ଭିଡ଼ିଓ ବନାଇବା ପାଇଁ ମୋଟିଭେସନ୍ ମିଳିପାରିବ। ତା ସହିତ ଆଜିର ଭିଡ଼ିଓଟି ବହୁତ ହିଁ ହେଲ୍ପଫୁଲ୍, ଆପଣମାନଙ୍କର ସ୍କିନ୍ କେୟାର ଉପରେ ଯିବ। ତା ସହିତ ପୁଣି ଆପଣମାନଙ୍କର ଜଏଣ୍ଟ ପେନ୍ ରିଲିଫ୍ ଆପଣମାନେ କିପରି ପାଇପାରିବେ, ଜଏଣ୍ଟ ପେନ୍ରୁ ଆପଣମାନେ କିପରି ମୁକ୍ତି ପାଇପାରିବେ, ତାର ବି ବହୁତ ସୁନ୍ଦର ଟିପ୍ସଟା ଆପଣମାନେ ନିହାତି ଥରେ ଆପ୍ଲାଏ କରନ୍ତୁ। ଆପ୍ଲାଏ କଲା ପରେ ଦେଖିବେ ଆପଣମାନେ ଏମିତି ଲଗେଇକି 10-15 ମିନିଟ୍ ପର୍ଯ୍ୟନ୍ତ ଛାଡ଼ି ନେବେ, ତାପରେ ପୋଛି ନେବେ ପାଣିରେ କିମ୍ବା ଓଦା କପଡ଼ାରେ ପୋଛି ନେବେ। ତ ଦେଖିବେ କେତେ ସୁନ୍ଦର ଭାବରେ, ଏହିପରି ଭାବରେ ଆପଣମାନେ ରାତିରେ ଟିକେ ଲଗେଇକି ଶୁଅନ୍ତୁ, କିମ୍ବା ଯଦି ଅତ୍ୟଧିକ ପେନ୍ ହେଉଛି ଆପଣମାନେ ଯେଉଁ ସମୟରେ ଫ୍ରି ରହୁଛନ୍ତି, ବସୁଛନ୍ତି, ସେହି ସମୟରେ ଟିକେ ଲଗେଇକି ରଖନ୍ତୁ। ଏହିପରି ଭାବରେ ପ୍ରତିଦିନ ଲଗାନ୍ତୁ, ଦେଖିବେ କିଛି ଦିନ ଭିତରେ ଜଏଣ୍ଟ ପେନ୍ ଆପଣମାନଙ୍କର କମିଯିବ। ତା ସହିତ ସେଇ ଜାଗାରୁ ଯେଉଁ ଆପଣଙ୍କର ସ୍କିନ୍ଟା ବି ବହୁତ ସୁନ୍ଦର ଭାବରେ ହ୍ୱାଇଟ୍ ଦେଖାଯିବ, ଗ୍ଲୋ କରିବ, ହେଲ୍ଦି ଦେଖାଯିବ। ତ ଆଶା କରୁଛି ଆପଣମାନଙ୍କୁ ମୋର ଭିଡ଼ିଓଟି ବହୁତ ଭଲ ଲାଗିଥିବ। ଭଲ ଲାଗିଲେ ଭିଡ଼ିଓକୁ ଲାଇକ୍ କରିବେ, ଅନ୍ୟମାନଙ୍କ ସହିତ ସେୟାର କରିବେ। ଚ୍ୟାନେଲରେ ନୂଆ ଥିଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଆପଣମାନେ ମୋର ଫେସବୁକ୍ ପେଜ୍ରୁ ଦେଖିଥିଲେ ମୋ ପେଜ୍କୁ ଫଲୋ କରିବା ପାଇଁ ଜମାରୁ ଭୁଲିବେନି। ତା ସହିତ ଆପଣମାନେ ୟାକୁ ବ୍ୟବହାର କରନ୍ତୁ, ଘରେ ବସିକି ଛୋଟ ମୋଟ ଜିନିଷର ସଲ୍ୟୁସନ୍ ଆପଣମାନେ ପାଇପାରିବେ। ତ ନିହାତି ଆପଣମାନଙ୍କର ଜଏଣ୍ଟ ପେନ୍ ବେଳେ ଏଇ ରେମେଡ଼ିକୁ ଆପ୍ଲାଏ କରନ୍ତୁ, ଆଉ ଆପଣମାନେ ଜଏଣ୍ଟ ପେନ୍ରୁ ମୁକ୍ତି ରୁହନ୍ତୁ। ତ ଆଶା କରୁଛି ଟିପ୍ସ ଭଲ ଲାଗିଥିବ। ଆଜିର ଭିଡ଼ିଓକୁ ମୁଁ ଏଇଠି ରଖୁଛି, ରହିଲି, ନମସ୍କାର। ହଁ, ଆଉ ତା ସହିତ ଆପଣମାନଙ୍କୁ ଗୋଟେ କଥା ସେୟାର କରୁଛି, ଯଦି ଆପଣମାନେ ସ୍କିନ୍ କେୟାର ହେଉ କିମ୍ବା ହେୟାର କେୟାର ବିଷୟରେ କିଛି ଜାଣିବା ପାଇଁ ଚାହୁଁଛନ୍ତି ରେମେଡ଼ି, ତାହେଲେ ମୋ ଚ୍ୟାନେଲ ଭିତରକୁ ଯାଆନ୍ତୁ। ଚ୍ୟାନେଲରେ ବହୁତ ସାରା ସ୍କିନ୍ କେୟାର, ହେୟାର କେୟାର ଟିପ୍ସ ଅଛି, ଆପଣମାନେ ଦେଖନ୍ତୁ। ଯେଉଁଟା ଭଲ ଲାଗୁଛି ଆପଣମାନେ ଆପ୍ଲାଏ କରିକି ଆପଣଙ୍କର ଚୁଟି ଆଉ ଆପଣମାନଙ୍କ ସ୍କିନ୍କୁ ହେଲ୍ଦି କରନ୍ତୁ।